ଗାଈଟାକୁ କେତେ ଜୋର ଶୋଷ କରୁଛି, ପାଣି ଦିଆହେଉ ତାକୁ ପିଇବା ପାଇଁ। ଚେନା ଭାଇ ଶୋଇଛି, ଖରା ଜବର ହଉଛି ତ ପାଣି ଦିଆଯାଉଛି। ଚେନା ଭାଇ ଧର୍ମ ହବ ଦେଲେ ଗାଈକି? ସିମେଣ୍ଟ ବି ଖାଲି ହେଉଛି, ଜବର ଜୋର ଶୋଷ ହଉଥିଲା ନା। ଇଲୁ ମନ ବୁଝିଗଲା, ମନ ବୁଝିଗଲା ତାର। ତିନି ଗାଡ଼ି ସିମେଣ୍ଟ ଆସିଲେ, 300 ଖାଇଲା, 300 ଖା। କେତେ ଶୋଷ କରୁଥିଲା ଦେଖୁଛନ୍ତି, ପୁରା ପିଇକି 2 ବାଲ୍ଟି ପିଲା, ଏ ବାଲ୍ଟିରେ 2 ବାଲ୍ଟି ପାଣି ପିଇଲା। ଚେନା ଭାଇ ଟିକେ ଶୁଙ୍ଗିଦେ। କ'ଣ ହେଉଛି, କ'ଣ ହେଉଛି? ଥାଉ ଏଇଠି ଥାଉ। ତମେ କ'ଣ ହେଉଛି? ସେଠି ତମକୁ ଭଲ ପାଉଛି ବୋଲି ତମ ବାରିରେ କିଛି ହେଲା, ତମେ ତାକୁ ଇଏ କରୁଛ। ସେ ଆଶ୍ୱାସନା ପାଇଲା ମଣିଷ ବୋଲି। ଚେନା ଭାଇ ଆଶୀର୍ବାଦ 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 ଦେଲା। ଚେନା ଭାଇକି ଆଶୀର୍ବାଦ ଦେଉଛି, ସେ ଆଶୀର୍ବାଦ ବା, ସେ ଆଶୀର୍ବାଦ। ଚେନା ଭାଇ ଯା ମା ଯା, ସେ ରାଗୁଛି ମା ଯା, ସେ ରାଗୁଛି। ଚେନା ଭାଇ ମୁସଲମାନଟା ବୋଧେ, ସେ କତଲ କରିବା ବାହାରିଲାଣି ଆଉ। ତା ଚାଟି ଦେ, ତାକୁ ହାଡ଼ ବାହାରିଯାଉ। ଦେଖନ୍ତୁ ଆମର 2ଟା ସିଟି ଅଣ୍ଡା ଭାଜି ଖାଇବେ, କ'ଣ କହିବ କୁହ? ମାନେ ଖରା ମାନେ ଭଳିଆ ଲୋକ ଖାଇକି ସେ ରେଷ୍ଟ ନେଲେ, 2ଟା ଦାଦି ପୁତୁରା ଅଣ୍ଡା ଭାଜିକି ଖାଉଛନ୍ତି। ଆମେ ବି ଚାଲ ରେଷ୍ଟ ନେବା। ଖରା କେତେ ଜୋର ହେଉଛି, ଆମେ ବିଛା ହେଇକି ପଳେଇବା ଆଉ।